ଆପଣ ପରିଚୟ ଟିକେ କୁହନ୍ତୁ। ମୋ ନାଁ ଉମାକାନ୍ତ ପୁଣ୍ଟିଆ, ଘର କୋଠାର, ଭଦ୍ରକ ଜିଲ୍ଲା, ଧାମନଗର ତହସିଲ, ଧୂସୁରୀ ଥାନା। ଏ ଯେଉଁ ଅବସର ପରେ ଚାଷ କରିବା ଗୋଟେ କେମିତି ମନ ଭିତରେ ଗୋଟେ ଆସିଲା ଏମିତି ଚାଷ କରିବା, ଆଉ କ'ଣ କ'ଣ ସବୁ ଚାଷ କରିଛନ୍ତି, ଆଉ ଅବସର ପରେ ଏଇ ଯେଉଁ ପରିଶ୍ରମ କରିବା ଦ୍ୱାରା ଶରୀରକୁ କଷ୍ଟ ହେଉଛି ନା ନାହିଁ, ଆଉ କ'ଣ ସରକାରଙ୍କୁ ବା ଜନସାଧାରଣଙ୍କୁ କ'ଣ ୟା ଦ୍ୱାରା ବାର୍ତ୍ତା ଦେବେ? ଏଇଆ ମୁଁ ଯେତେବେଳେ ଗୋଟେ ଆସିକି ଦେଖିଲି ଏଠି 20 ବର୍ଷ ହେଲା ଏଠି ଚାଷ ହେଉନଥିଲା, କେହି ପାଖ ପଶୁନଥିଲେ, ଜଙ୍ଗଲ ଥିଲା। ବହୁତ ମୁଁ ଚିନ୍ତା କଲି ମୁଁ କେମିତି ୟାକୁ ଚାଷ କଲେ ଲୋକମାନେ ଉପକାର ପାଇବେ। ମୁଁ ଆସିକି ପ୍ରଫୁଲ୍ଲ ଯୋଗେନ୍ଦ୍ର 2 ଜଣକୁ ଡାକିକି ଆଣିକି ଏଠି ବସିଲେ। ଆଉ ସବୁ ଅନ୍ୟମାନେ କେହି ସାପ ଫାପ ଡରର କେହି ଆସିଲେନି। ମୁଁ ଗୋଟେ ଉଦ୍ୟମ କରିକି ଏଇଟା ଅବସର ହେଲେ ଘରେ ଅବଶ୍ୟ ବସନ୍ତି, କିନ୍ତୁ ମୁଁ ଜମା ବସେ ନା। ଆସିକି ସବୁ ବିଣା କଟିକି ସବୁ ଜାଗାଟାକୁ ସଫା କରୁ ଆଗେ। ସଫା କରି ସାରିଲା ପରେ ଲିଫ୍ଟ ପଏଣ୍ଟ ଚଲେଇକି ଏଠି ଚାଷ ଆରମ୍ଭ କରୁ। ଚାଷ ହେଲା ପରେ ବର୍ତ୍ତମାନ ସବୁ ଲୋକ ଆସୁଛନ୍ତି, ଦେଖୁଛନ୍ତି, ବହୁତ ଖୁସି ହେଉଛନ୍ତି। କିନ୍ତୁ ଏମିତି ଧାନ 20 ଏକର ଏଠି ଚାଷ କରାହେଇଛି। ମୁଁ ଚାଷ 20 ଏକର କରିଛି। ଆଉ ଲୋକ କେତେ ଜଣଙ୍କ ସାହାଯ୍ୟ ନେଇକି 20 ଏକର ବିଲ ଚାଷ କରାହେଇଛି। 20 ଏକର ବିଲ ଏଠି ଯେମିତି ସୁନା ଫଳୁଛି। ଲୋକ ସବୁ ଆସୁଛନ୍ତି ଦେଖିବା ପାଇଁ। ଯେଉଁ ଜାଗାକୁ ଲୋକ ଡରେ ଆସୁନଥିଲେ, ସେ ଜାଗାକୁ ଲୋକ ସବୁ ଆସୁଛନ୍ତି ଦେଖିବା ପାଇଁ। ଭାରି ଖୁସି ହେଉଛନ୍ତି। ଆଉ ଏଇଭଳି ଜିନିଷ ଯଦି ସମସ୍ତେ କରନ୍ତେ, ଅବସର ପାଇଲା ପରେ ତାଙ୍କର ଦେହ ପା ଭଲ ହୁଅନ୍ତା। ମୋର ଗୋଟେ ଟଙ୍କାଟେ ଏପର୍ଯ୍ୟନ୍ତ ମେଡ଼ିକାଲ ଖର୍ଚ୍ଚ ହେଇନାହିଁ। ମୁଁ ସବୁବେଳେ ଏଠି ଚାଷ କାମ କରୁଛି। ମୁଁ ରିଟାୟାର୍ଡ଼ ହେଲା ପରେ ଆଜିକି 4 ବର୍ଷ ରିଟାୟାର୍ଡ଼ କଲି। ଏଠି ଗୋଟେ ବାଡ଼ିରେ ଏଠି ବଗିଚା କରିଛି, ଗାଈ ବି ରଖିଛି, ସବୁ ରଖିଛି। କିନ୍ତୁ ଗୋଟେ ଦିନ ମୁଁ ଫାଙ୍କାର ବସୁନାହିଁ। କାହିଁ ମୋର ତ କିଛି ନେଇ ଭଲ ସବୁ। ଗୋଟେ ଟଙ୍କା ମୋର ଖର୍ଚ୍ଚ ନାହିଁ ମେଡ଼ିକାଲ ବାବଦରେ। ଏଇ ରିଟାୟାର୍ଡ଼ ବାଲାଙ୍କୁ ମୁଁ ଏହା କହୁଛି ଯେ ସମସ୍ତେ କିଛି ନା କିଛି କାମ କରନ୍ତୁ। କାମ କଲେ ୟା ଫଳରେ କି ତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ମନ ଭଲ ରହିବ, ଆଉ ପାରିବାରିକ ବି ଭଲ ରହିବେ। ଆଉ ତେଣୁ କରିକି ମୋର ଏଇ ହେଉଛି ରିଟାୟାର୍ଡ଼ ବାଲାଙ୍କୁ ଗୋଟେ ବାର୍ତ୍ତା। ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଯୁବ ସମାଜ ବର୍ତ୍ତମାନ ଚାଷ ଛାଡ଼ି ବର୍ତ୍ତମାନ ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି ବା ଦାଦନ ଖଟିବାକୁ ଇଚ୍ଛା କରୁଛନ୍ତି। ଯଦି ପରିଣତ ବୟସରେ ଯଦି ଏମିତି ଆପଣ 20 ଏକର ଚାଷ କରିପାରୁଛନ୍ତି, ତାହେଲେ ଯୁବ ସମାଜଙ୍କର ଇଚ୍ଛା କମିଯାଉଛି। କ'ଣ ଭାବୁଛନ୍ତି ଏହା ପାଇଁ କାରଣ କ'ଣ ହେଇଥାଏ? ଏ ଯୁବ ସମାଜକୁ ମୁଁ ଆହ୍ୱାନ କରୁଛି, ସେ ଦେଖନ୍ତୁ ଏଠି ଆସିକି ଯେ ମୁଁ 20 ଏକର ଚାଷ କରିପାରିଛି, ଗୋଟେ ବଗିଚା ବାଡ଼ିର କରିପାରିଛି। ସେ ଦେଖିଥିବେ ଗାଈ ବି 4-5ଟା ମୁଁ ରଖିପାରିଛି। ମୁଁ ଯଦି ରଖିକି ୟା କରିପାରୁଛି, ଯୁବ ସମାଜ କାହିଁକି ବାହାରେ ଯାଇକି 5,000 10,000 ଦାଦନ ଶ୍ରମିକ ଭଳିଆ କାମ କରୁଛନ୍ତି? ଏଇଠି ଆସନ୍ତୁ, ଏଇ ବିଲର ଖଟନ୍ତୁ, ଏଇଠି ଇଏ କରନ୍ତୁ। ସେ ବର୍ଷରେ ବି 1 ଲକ୍ଷ ଟଙ୍କା 2 ଲକ୍ଷ ଟଙ୍କା କମେଇ ପାରିବେ। ଆଉ ସେମାନେ ଯଦି ପରିଶ୍ରମ ନ କରିବେ, ଖାଲି ଶୋଖଲାରେ ବୁଲିବେ, ସେମାନଙ୍କର ଦେହ ପା ଖରାପ ହେବ, ମାନସିକ ଅଶାନ୍ତି ହେବ, ସବୁକିଛି ଅସୁବିଧା ସମ୍ମୁଖୀନ ହେବେ। ରିଟାୟାର୍ଡ଼ ପରେ ଆସିକି ଏଠି ଚାଷ କରିବା, ଏଠି 20 ଏକର ଜମି ପଡ଼ିଆ ଥିଲା, ତାକୁ ସବୁ ଇଏ କରିବା, ଭଲ ମନ୍ଦ କରିବା, ସବୁ ଲୋକଙ୍କୁ ଲଗେଇ କାମ କରିବା। ଏଇଟା ତ ହେଲା ମେନ୍ ଆମର ଭଲ କାମ କରିଛନ୍ତି। ଆଉ ତାଙ୍କ ଦ୍ୱାରା ସବୁ କାମ ହେଇଛି ଏଠି। ଆଉ ବର୍ତ୍ତମାନ ଗାଁ ଗହଳିର ଯୁବ ସମାଜ ବର୍ତ୍ତମାନ ବିଦେଶକୁ ପଳେଇ ଯାଉଛି। ଆଉ ଆପଣଙ୍କ ଛୁଆ ପିଲାବେଳର ଯେମିତି ଚାଷ ଥିଲା, ବର୍ତ୍ତମାନ ସେ ଚାଷ ଲୋପ ପାଇଯାଉଛି। ୟାକୁ ନେଇକି କ'ଣ କହିବେ ଯୁବ ସମାଜକୁ? ଏ ଚାଷକୁ ଦେଖିବା ଯୁବ ସମାଜ ତ ଚାହୁଁନାହାନ୍ତି, ତାଙ୍କର ତ ବିଦେଶ ପଳାଉଛନ୍ତି, ଏଠି ଖଟୁନାହାନ୍ତି। ଏଠି ବାହାର ଖଟୁଛନ୍ତି, ଏ ଗାଁରେ ଖଟୁନାହାନ୍ତି, ସେ ତାଙ୍କର ପଳାଉଛନ୍ତି ବିଦେଶ। ଆଉ ତା ବୋଲି ଆମେ ଚାଷ ଛାଡ଼ିଦେବୁ ନା? ଆଉ ଚାଷ କଲେ ସିନା ଆମେ ପରିବାର ମେଣ୍ଟେନ୍ କରିମୁ। କିନ୍ତୁ ଏଇ ଯେଉଁ ବାବୁ ଚାଷ କରୁଛନ୍ତି, ସେ ବହୁତ ମାନେ ଆଇଡ଼ିଆ ଖର୍ଚ୍ଚ। ବାବୁଙ୍କ ନାଁ କ'ଣ? ଉମାକାନ୍ତ ପୁଣ୍ଟିଆ। ସେ ଚାଷ ବି ଆଇଡ଼ିଆ ଖର୍ଚ୍ଚ କରିକି ଯାହା ହଉ ରିଟାୟାର ପରେ ଚାଷ କରିଛନ୍ତି, ବହୁ ପରିଶ୍ରମ କରିଛନ୍ତି, କରିକି ଆମକୁ ଆଣିକି